ସତରେ କ'ଣ ରତ୍ନଭଣ୍ଡାର ଖୋଲାଯିବ? ରତ୍ନଭଣ୍ଡାର ଖୋଲା ହେଲେ ସଂସାର ରହିବ ତ? ତେବେ ଚାଲନ୍ତୁ ବନ୍ଧୁମାନେ, ଏହି ରତ୍ନଭଣ୍ଡାର ବିଷୟରେ କିଛି କଥା ଆମେ ଜାଣିବା। ରହସ୍ୟମୟ ରତ୍ନଭଣ୍ଡାରରୁ ଶୁଭୁଛି ଭୟଙ୍କର ଶବ୍ଦ। ଚତୁଃପାର୍ଶ୍ୱକୁ ଘେରିଛନ୍ତି ବିଷଧର ସାପ। ରହସ୍ୟମୟ ରତ୍ନଭଣ୍ଡାରରୁ ଶୁଭୁଛି ରହସ୍ୟମୟ ଶବ୍ଦ। ଚତୁଃପାର୍ଶ୍ୱକୁ ଘେରିଛନ୍ତି ବିଷଧର ସାପ। ସୁରକ୍ଷିତ ଅଛି ତ ରତ୍ନଭଣ୍ଡାର? କାହିଁକି ବାରମ୍ବାର ରତ୍ନଭଣ୍ଡାର ଖୋଲିବାରେ ହେଉଛି ବିଭ୍ରାଟ? ପୁଣି ଥରେ ନୂଆ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରିବା ପରେ ରତ୍ନଭଣ୍ଡାରରୁ ବର୍ତ୍ତମାନ ଶୁଣାଯାଉଛି ଭୟଙ୍କର ଶବ୍ଦ। ତେବେ ଏପରି ଶବ୍ଦ ସେହି ସମୟରେ ଶୁଣାଯାଉଛି ଯେଉଁ ସମୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଗୋଟେ ପାଦ ଆଗକୁ ବଢ଼ୁଛି। ପ୍ରତିଥର ଘଟୁଛି ବିଭ୍ରାଟ। ଠିକ୍ ଏହିପରି ଘଟଣା 2018 ମସିହାରେ ମଧ୍ୟ ଘଟିଥିଲା। ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ମଧ୍ୟ ହୋଇଥିଲା, କିନ୍ତୁ ସାମ୍ନାକୁ ଆସିଥିଲା ଅଜବ ଘଟଣା। ରତ୍ନଭଣ୍ଡାରକୁ ଘେରି ରହିଥିଲେ ଶ୍ରୀ ଲୋକନାଥଙ୍କ ଚଳନ୍ତି ପ୍ରତିମା। ତେବେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏଥିରେ ସାପ ଅଛି କି ନାହିଁ ସେ ନେଇ କୌତୂହଳ ମଧ୍ୟ ଲାଗି ରହିଛି। ରତ୍ନଭଣ୍ଡାର ସହ ଯେତିକି ରହସ୍ୟ ଯୋଡ଼ି ହୋଇ ରହିଛି, ସବୁଠୁ ବଡ଼ ରହସ୍ୟ ହେଉଛି ଏହି ସାପକୁ ନେଇ। କୁହାଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଘେରି ରହିଛନ୍ତି ବିଷଧର ସାପ। ତେବେ ଏହି ନେଇ କୌଣସି ପ୍ରାମାଣିକ ତଥ୍ୟ ମିଳିନଥିବା ବେଳେ ଶ୍ରୀମନ୍ଦିରର ପଣ୍ଡା ରାମକୃଷ୍ଣ ଦାସ ମଧ୍ୟ ନିଜେ ଶୁଣିଛନ୍ତି ଏପରି ଶବ୍ଦ। ତେବେ ଲୋକକଥା ଅନୁଯାୟୀ ବିଶ୍ୱାସ କରାଯାଏ ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଜଗି ରହିଛନ୍ତି ଶ୍ରୀ ଲୋକନାଥଙ୍କ ଚଳନ୍ତି ପ୍ରତିମା। ଏପରି ମଧ୍ୟ କୁହାଯାଏ ରତ୍ନଭଣ୍ଡାର ଖୋଲିବାକୁ ପ୍ରୟାସ ବେଳେ ବିଷଧର ସାପଙ୍କ ଗର୍ଜନ ଶୁଣାଯାଏ। ଏହିସବୁ ଲୋକକଥାରେ ବର୍ଷ ବର୍ଷ ଧରି ରହସ୍ୟମୟ ଘେରରେ ରହିଛି ରତ୍ନଭଣ୍ଡାର।